ବର୍ଷା ଛାଡ଼ି ଯାଇଛି କିନ୍ତୁ ବିପଦରେ ରାଜମୁକୁନ୍ଦପୁର ଗାଁର ଗ୍ରାମବାସୀ। ଆମେ ବର୍ତ୍ତମାନ ରାଜମୁକୁନ୍ଦପୁର ଗାଁରେ ଅଛୁ, ଭଦ୍ରକ ବ୍ଲକ ଅନ୍ତର୍ଗତ ରାଜମୁକୁନ୍ଦପୁର ଗାଁରେ ଅଛୁ। ଗାଁ ଭିତରେ ଯେତେବେଳେ ଆମେ ପ୍ରବେଶ କଲୁ, ଲୋକଙ୍କ ପାଖରୁ ଖବର ଆସିଲା, ସୂଚନା ଆସିଲା ଯେ ରାସ୍ତା ବ୍ରିଜ ଉପରେ 4 ଫୁଟର ପାଣି ଚାଲୁଛି। ତ ଆମେ ଯେତେବେଳେ ଆସିକି ପହଞ୍ଚିଲୁ ବ୍ରିଜ ଉପରେ, एकमात्र ରାସ୍ତା ବ୍ରିଜ ଉପରେ 4 ଫୁଟର ପାଣି ଚାଲୁଛି, ସୁଅ ଚାଲୁଛି। ଯେତେବେଳେ ଗାଁରେ ପ୍ରବେଶ କଲୁ, ଯେହେତୁ ଗାଁ ଲୋକ ଆସିପାରୁନାହାନ୍ତି ଭଦ୍ରକ ବଜାରକୁ କୌଣସି ସାମଗ୍ରୀ ଆଣିବା ପାଇଁ, ଯେତେବେଳେ ଆସିକି ଆମେ ଗାଁ ଭିତରେ ପହଞ୍ଚିଲୁ, ରାଜମୁକୁନ୍ଦପୁର ଗାଁ ଭିତରେ ଯେଉଁ ମେନ୍ ରୋଡ୍ ଅଛି, ମୁଖ୍ୟ ରାସ୍ତା, ସେ ମୁଖ୍ୟ ରାସ୍ତାରେ ଆପଣ ଦେଖୁଥିବେ 40 ଫୁଟରୁ 35ରୁ 40 ଫୁଟର ଏକ ମେନ୍ ରୋଡ୍ରେ ଘାଇ ହେଇଯାଇଛି। ହଠାତ୍ ଗତକାଲି ରାତିରେ ଯେତେବେଳେ এই ଘାଇଟି ହେଇଗଲା, ସେହି ସମୟରେ ଯେଉଁ ସେପଟେ ଲୋକ ଅଛନ୍ତି, ଆରପଟେ ଗାଁର 2000ରୁ 2500 ଲୋକ ଅଛନ୍ତି, ସିଧାସଳଖ ଦେଖୁଥିବେ ସେମାନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି। ନା ଭଦ୍ରକ ଆସିପାରୁଛନ୍ତି, ନା ଅନ୍ନପାଳ ବଜାରକୁ ଆସିପାରୁଛନ୍ତି। ନିଶ୍ଚିତ ଭାବରେ ଏମାନେ ନାଇଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେହେତୁ ବଡ଼ ଘାଇ ହେଇଛି, 3-4 ମଣିଷ ପାଣି ବର୍ତ୍ତମାନ এইଠାରେ ଚାଲୁଛି এই ଖାଲ ଭିତରେ। ଯେହେତୁ ରାସ୍ତାର ଆର୍ଡି ରୋଡ୍, ଏଟା এই ଆର୍ଡି ରୋଡ୍ ଯେତେବେଳେ ବିପଦପୂର୍ଣ୍ଣ ଅବସ୍ଥାରେ ବର୍ତ୍ତମାନ ଗତି କରୁଛି, ଯେହେତୁ ଶାଳନ୍ଦୀ ନଈ ଏବଂ ଶାଳନ୍ଦୀ ନଈ ଏବଂ ଶାଳନ୍ଦୀ ନଈର ବନ୍ୟା ଯେତେବେଳେ ଆସିଛି এই ବାଟ ଦେଇକି, ତ ନାଳିଆ ନଦୀର ଯେତେବେଳେ ଶାଖା ନଦୀରେ ପାଣି ପ୍ରବେଶ କରୁଛି, ଯାହାଫଳରେ କି ଏଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେଇଛି। ଆମ ପାଖରେ ଅଛନ୍ତି ରାଜମୁକୁନ୍ଦପୁରର ଜଣେ ଗ୍ରାମବାସୀ ଅଛନ୍ତି, ଯୁବକମାନେ, ଯେଉଁମାନେ এই ଯେଉଁ ବନ୍ୟାରେ ଭଦ୍ରକ ଯାଇପାରୁନାହାନ୍ତି, ଏଇମାନେ ହିଁ ତାଙ୍କୁ ସାହାଯ୍ୟ କରୁଛନ୍ତି। ଏଇ ଯୁବକମାନେ ଆମେ ପଚାରି ବୁଝିବା, ଏଇ ଯେଉଁ ଘାଇ ହେଇଛି 35 ଫୁଟ ଘାଇ, ବର୍ତ୍ତମାନ କିଭଳି ପରିସ୍ଥିତି ଗାଁର ଅଛି ଏବଂ କେମିତି ଫେସ୍ କରୁଛନ୍ତି এই ଲୋକ? ଘାଇ হওয়া দ্বারা আমার পুরা বাহ্য জীবন ଯିବା ପାଇଁ ରାସ୍ତା ପୁରା একদম ବିରୋଧ। ଯୋଉ ମାନେ ଲୋକ ରହିଛନ୍ତି ଯେତିକି, ସେମାନେ ମାନେ ବହୁ କଷ୍ଟ, ମାନେ ପାଖାପାଖି 4ରୁ 5 କିଲୋମିଟର ଦେଇକି ବୁଲିକି ପାଣି ଏତେ ଲେଖା ପାଣିର ପଶିକି ସେମାନେ ଯାଇକି ଯାହା ଖାଦ୍ୟ ସାମଗ୍ରୀ ଏମାନେ ସବୁ ଆଣିକି ରହୁଛନ୍ତି। ଆଉ କଣ ବିପର୍ଯ୍ୟୟ କଥା କଣ କରିବା, ଏଇ ଯୋଉ କଷ୍ଟ ହଉଛି। ବର୍ତ୍ତମାନ ଯୋଉ ଆରପଟେ ଯୋଉ ଗାଁର 2000-2500 ଲୋକ ଅଛନ୍ତି, ମାନେ କିଭଳି ସେମାନେ ଗତି କରୁଛନ୍ତି, କେମିତି ସଉଦାପତ୍ର ଆଣୁଛନ୍ତି, କେମିତି କଣ ସେମାନେ ବହୁ କରୁଛନ୍ତି? କଷ୍ଟରେ ମଧ୍ୟ ଯାଉଛନ୍ତି ସଉଦା ଆଣିବା ପାଇଁ। ଟିକେ ଯାହା ହଉ କଷ୍ଟ, ତାଙ୍କ ଘରେ ଯୋଉ ପିଲା ଅଛନ୍ତି, ଟିକେ ଟିକେ ହାଇଟ୍ ଯୋଉ ପିଲା, ଟିକେ ମାନେ ଆମ ଭଳିଆ ପିଲା କିଛି ରହିଛି, ଆମେ କିଛି ରହିକି ସହଯୋଗ କରୁଛୁ, ସେମାନେ ନେଇକି ଦଉଛୁ, ଏମିତି କି ଚାଲିଛି ଆଉ। ତାପରେ ନିଶ୍ଚିତ ଭାବରେ ଏଇ ଯୋଉ ଯୁବକମାନେ ଅଛନ୍ତି, କିଛି ସହଯୋଗର ହାତ ବଢାଇଛନ୍ତି। ଆମ ପାଖରେ ଅଛନ୍ତି ଆଉ ଜଣେ ଭାଇ ଅଛନ୍ତି, ଆମେ ପଚାରି ବୁଝିବା। ଏଇ ଯୋଉ ଘାଇ ବର୍ତ୍ତମାନ ହେଇଛି, ବର୍ତ୍ତମାନ ସେପଟେ ଗାଁର ଲୋକ ଆରପଟେ, ସେପଟେ ବ୍ରିଜ ଉପରେ ପାଣି ଚାଲୁଛି, ଏପଟେ ହଉଛି ଘାଇ ହେଇଛି। କିଭଳି ପରିସ୍ଥିତିରେ ଫେସ୍ କରୁଛନ୍ତି ଲୋକ, ବର୍ତ୍ତମାନ କଣ ଅସୁବିଧାର ସମ୍ମୁଖୀନ ହଉଛନ୍ତି? ବହୁତ ଅସୁବିଧାରେ ଅଛନ୍ତି। ପ୍ରଥମ କଥା ହେଉଛି, ଆମର ଯେତିକି ସରକାରୀ ଜିନିଷ ଆସୁଛି, ଭାଇମାନେ ଅଛନ୍ତି, ଆମେ ବି ଅଛୁ, ନେଇକି ପହଞ୍ଚୁଛୁ। ଶୁଖିଲା ଖାଦ୍ୟ ପହଁରିକି ଯାଇକି ଯିବା ପାଇଁ ପଡୁଛି, ଆଣିବା ପାଇଁ। ହଁ, ନେଇକି ଯିବା ଏଇ ପାଇଁ ଘାଇ ପଡୁଛି। ଦ୍ୱାରା ବର୍ତ୍ତମାନ ଅସୁବିଧା କଣ ହଉଛି? ଘାଇ ଦ୍ୱାରା ତ ବହୁତ ଅସୁବିଧା। ସେପଟେ 2-2.5 ହଜାର ଲୋକ ଫସିକି ପୁରା ରହିଛନ୍ତି, ଏପଟକୁ ଆସି ପାରୁନାହାନ୍ତି। ଅତି ଆବଶ୍ୟକ ତ ଖାଦ୍ୟ। ବିଭାଗୀୟ ଅଧିକାରୀ ମାନେ ପହଞ୍ଚିଲେଣି ଯେ ଯଥାଶୀଘ୍ର ଏହାକୁ ପ୍ୟାଚ୍ କାମ କରିବା ପାଇଁ, ପ୍ୟାକିଂ ହଁ, କରିବା ପାଇଁ ଆସିଥିଲେ, ଆରମ୍ଭ ବିଧାୟକ କଲେଣି? ଆସିଥିଲେ, କାମ କରୁନାହାନ୍ତି ଏପର୍ଯ୍ୟନ୍ତ? କହିଦେଇକି ଯାଇଛନ୍ତି। କାମ କରୁନାହାନ୍ତି। କରିବେ। ତ ନିଶ୍ଚିତ ଭାବରେ ବିଧାୟକ ଆସିଥିଲେ ଏଠାରେ, ଏବଂ ବିଧାୟକ ଆସିବା ସହିତ ବିଭାଗୀୟ ଅଧିକାରୀ ମଧ୍ୟ ଆସିଥିଲେ। ଯଥାଶୀଘ୍ର ଯେହେତୁ ରାସ୍ତାରେ ପାଣି ଚାଲୁଛି, ତାକୁ ନେଇ ସେମାନେ ବିବାଦରେ ଅଛନ୍ତି। ପାଣି ଛାଡ଼ିଲା ପରେ ହୁଏତ এই ଯେଉଁ ରାସ୍ତାର ଯେଉଁ ଘାଇ ହେଇଛି ତାକୁ ମରାମତି ହେଇପାରେ। ଆମ ପାଖରେ ଜଣେ ଅଛନ୍ତି, ସ୍ଥାନୀୟ ବାସିନ୍ଦା ଅଛନ୍ତି, ଆମେ ପଚାରି ବୁଝିବା। ଏଇ ଯେଉଁ ରାଜମୁକୁନ୍ଦପୁରରେ ଏଭଳି ପରିସ୍ଥିତି କେବେ ଦେଖିନାହୁଁ, ପ୍ରଥମ ଥର ଏତେ ବଡ଼ ଘାଇ ହେଇଛି, 40 ଫୁଟର ଘାଇ। ବର୍ତ୍ତମାନ ଆପଣ ଏପଟେ ଅଛନ୍ତି, ସେପଟେ 2500 ଲୋକ ଅଛନ୍ତି, କେମିତି ବସବାସ କରୁଛନ୍ତି 3 ଦିନ ହେଲା ବନ୍ୟା ଘେରା? ଆଜ୍ଞା, ବହୁ କଷ୍ଟରେ ଆମ ଗାଁରେ 3ଟି ୱାର୍ଡ ଲୋକ ବହୁ କଷ୍ଟରେ ବସବାସ କରୁଛନ୍ତି। ଘରୁ ବାହାରି ପାରୁନାହାନ୍ତି, ତାଙ୍କ ଗୁରୁ ଗାଈ ବି ଘରୁ ବାହାରି ପାରୁନାହାନ୍ତି। ସଉଦା ପତ୍ର ନୁହେଁ, ଚୁଲି ଜଳୁନି ଆଜ୍ଞା, 3ଟା ୱାର୍ଡର ଲୋକଙ୍କର ବର୍ତ୍ତମାନ ଏମିତି ପରିସ୍ଥିତି ହେଇଛି। ଏଥିପାଇଁ ଏ ବନ୍ୟା ସବୁବେଳେ ଆସୁଛି। ୟାର ମୌଳିକ ସମସ୍ୟା କେହି ସମାଧାନ କରିପାରୁନାହାନ୍ତି। ଏହାର କାରଣ ହେଲା, ଏଥିପାଇଁ ଦାୟୀ କେବଳ ଆର୍ଡି ଡିପାର୍ଟମେଣ୍ଟ ଆଉ ଶାଳନ୍ଦୀ ଇରିଗେସନ। ଏ 2 ଜଣ ଯୋଉ କାମ କରୁଛନ୍ତି, ଜମି ଅଧିଗ୍ରହଣ କରୁନାହାନ୍ତି, ଅଧା ଖଣ୍ଡିଆ କରିଦେଇ ପଳାଉଛନ୍ତି, ଯାହାଫଳରେ ଶାଳନ୍ଦୀ ନାଳିଆର ପାଣି ଆମ ଗାଁକୁ ପଶୁଛି, ବନ୍ୟା ହଉଛି। ଏଇଟା ତ ଚିରାଚରିତ ପ୍ରଥା ଆଜ୍ଞା। ଆଉ ନିଶ୍ଚିତ ଭାବରେ ଯେଉଁ ସ୍ଥାନୀୟ ଲୋକଙ୍କର ଅଭିଯୋଗ ହେଉଛି ଯେ ବାରମ୍ବାର ସ୍ଥାୟୀ ପ୍ରତିକାର କରାଯାଉନି। ଯେତେବେଳେ ବର୍ଷରେ ଛେକେ ଯେଉଁ ବର୍ଷା ସମୟରେ ବନ୍ୟା ଆସୁଛି, ବନ୍ୟା ପରିସ୍ଥିତି ଦେଖାଦେଉଛି, ସେହି ସମୟରେ ଏଭଳି ପରିସ୍ଥିତି ଏ ଗାଁରେ ଉପୁଜୁଛି, ଯାହାଫଳରେ କି ରାଜମୁକୁନ୍ଦପୁରର 5000ରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହେଉଛନ୍ତି। ଏଇ ଯେଉଁ ରାସ୍ତାରେ ବ୍ରିଜ ଉପରେ ପାଣି ଏବଂ ଯେଉଁ ଘାଇର ଯେଉଁ ପରିସ୍ଥିତି ଏଭଳି ବର୍ତ୍ତମାନ ସୃଷ୍ଟି ହେଇଛି, ତାକୁ ନେଇ ବର୍ତ୍ତମାନ ରାଜମୁକୁନ୍ଦପୁରର ଗ୍ରାମବାସୀମାନେ ଚିନ୍ତାରେ। ରାଜମୁକୁନ୍ଦପୁର ଗାଁରୁ ଶଶିଭୂଷଣ ସ୍ୱାମୀ, କନକ ନ୍ୟୁଜ୍।